नमस्कार ମୁଁ ଇପ୍ସିତା ଆପଣଙ୍କୁ ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମ କାହାଣୀରେ ତୁମେ। ଆଜି ଆମ ସହ ଯିଏ ଅଛନ୍ତି ସେ ହେଉଛନ୍ତି ଏକାଧାରରେ ଜଣେ ଲେଖକ ପୂର୍ବତନ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର କିଶୋର ଚନ୍ଦ୍ର ତାଳ। ସାର୍ ନମସ୍କାର। नमस्कार। ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। धन्यवाद। प्रोग्राम समस्त दर्शक मानक मोर अभिनंदन ଧନ୍ୟବାଦ एवं ସାର୍। नमस्कार। ସାର୍ ତେବେ ପଚାରିବା ପାଇଁ ଚାହିଁବି ଲେଖକ ଓ ଶିକ୍ଷକ ଏହି ଦୁଇଟି କ୍ଷେତ୍ରରେ ଆପଣ ନିଜକୁ କେମିତି ରଖିଛନ୍ତି? ना मु प्रकृत तो शिक्षक ଆଜ୍ଞା। लेखक बहुत पार्ट टाइम लेखक केतल केमती लिखे बेसिकली रिटायर्ड है किसी लेखा लेखि बेसी चली आगु ଆଜ୍ଞା। लिखुली स्कूल समय भी लुच्छ लिखुली कॉलेज बेले कॉलेज मैगजीन मोर प्रथम गोटे कविता बाहर था। आजिकल कविता लिखुनी गल्प लिखुची कॉलेज स्वरेंद्र बारिक सर आउर सर एमाने समस्त मिसी आम बटनिकल गार्डन प्रति सप्ताह थर शहे साहित्य आलोचना करूँ। तो से एक्चुअली आम इनफ्लुएंस होते हस्टेल गोटे प्राचीर पत्रिका करी तार एडिटर भी थी। एनआईटी राउरकेला पढ़ला बेले अंकन भी मोर गोटे गल्प बाहर सारीपुत्र बोली जोटा समस्त बहुत भल लगी। एक्चुअली मॉडर्न सारीपुत्र आम सारीपुत्र पढ़ी स्कूल समय बोध भी पढ़ाई एवं तापर तो अमावास्या राति आसिक माँ को डाकी जावाई जाइन एथर से बहुत बड़ डकैत रही प्रख्यात डकैत ଆଜ୍ଞା। समस्त जानते पुणी से अमावास्या राति आसाला माँ पाखु डाकिया तुम साल चल माँ भी पड़े यही स्टोरी गोटे समस्त बहुत भल लगे। ଧନ୍ୟବାଦ ସାର୍। ତେବେ ସାର୍ ସାହିତ୍ୟ ସହ ପ୍ରଥମରୁ ଜଡିତ ଥିଲେ ନା ଅବସର ପରେ ଜଡିତ ହେଲେ? गोटे स्टोरी भी गोटे टेलीफिल्म होता राउरकेला ता ना था नीरव नदी ସେଇଟା ବି ଲେଖିଥିଲି ତାର ଗୋଟେ ଇତିହାସ ଅଛି। ଆମକୁ ଯେତେବେଳେ ଟେଲିଭିଜନ ବାଲା କହିଲେ ଯେ ଆମେ ଗୋଟେ ଟେଲିଫିଲ୍ମ କରିବୁ ଆକ୍ଚୁଆଲି ମୋର ଯେ ଡାଇରେକ୍ଟର ଥିଲେ ଅନୁପ ମହାନ୍ତି ସେ ପୁରା ଡ୍ରାମା ବି କରିଥିଲେ ସେଠି। ତେଣୁ ଆମେ ଦି ଜଣ ଲାଗିଲା ଆମେ ଜଣେ କଲିଗ ଥିଲେ ଆକ୍ଚୁଆଲି। ମୁଁ ଆଜ୍ଞା। ତାଙ୍କ ଘରେ ବସିଲେ ତାଙ୍କ ଭାଇ ନଥାନ୍ତି ଷ୍ଟୋରି ନିହାତି ଦରକାର ତମେ ଗୋଟେ ଷ୍ଟୋରି ଲେଖ। ମତେ କବାଟ ବନ୍ଦ କରି ପଳେଇଲେ ସେ ତାଙ୍କର ଶ୍ୱଶୁର ଘରକୁ କହିଲେ ମୁଁ ଆଜ୍ଞା। 2 ଘଣ୍ଟା ପରେ ଆସିବି କେତେବେଳେ ଷ୍ଟୋରିଟା ଲେଖିବି। ଆକ୍ଚୁଆଲି ମୁଁ 2 ଘଣ୍ଟା ଭିତରେ ଷ୍ଟୋରିଟା ଲେଖି ଦେଇଥିଲି। ତାପରେ ସେମାନେ ଆସି ପହଞ୍ଚିଲେ ଆଉ ସେମିତିଆ ଷ୍ଟୋରି ବୋଧେ ମୁଁ ଆଉ ଲେଖିପାରିବିନି ଯୋଉ ଯେମିତିଆ ଷ୍ଟୋରି ହେଇଥିଲା ଏବଂ ତାପରେ ଆକ୍ଚୁଆଲି ରାଉରକେଲାରେ ସମସ୍ତେ ତାକୁ ବହୁତ ଆପ୍ରିସିଏଟ୍ କଲେ ଏବଂ ମୋତେ ଗୋଟେ ଡ୍ରାମାଟିକ୍ କ୍ଲବ କସ୍ତୁରୀ ବୋଲି ଡ୍ରାମାଟିକ୍ କ୍ଲବର ସେ ସେକ୍ରେଟାରୀ ବନେଇଦେଲେ। ସେଥିରେ ଆମର ଥିଲେ ରଞ୍ଜିତ ପଟ୍ଟନାୟକ ଆପଣ ଜାଣିଥିବେ ରଞ୍ଜିତ ପଟ୍ଟନାୟକ ବହୁତ ବଡ଼ ଡାଇରେକ୍ଟର ସିନେମା डायरेक्शन सी आम डायरेक्टर कैलाश पाणिग्राही जन बड़ आक्टर ଆଜ୍ଞା। थे राधु मिश्र भी थे बड़ बड़ सब आर्टिस्ट आम क्लब थे क्लब सेक्रेटरी। ଧନ୍ୟବାଦ ସାର୍। ତେବେ ସାର୍ ଶିକ୍ଷକତାକୁ ନିଜର ଏକ ବୃତ୍ତି ଭାବରେ ଆପଣ କାହିଁକି ପସନ୍ଦ କଲେ? ଆଜ୍ଞା ତାପରେ ତ ମୁଁ ଛାଡ଼ିଦେଲି ଆକ୍ଚୁଆଲି ଲେଖା ଲେଖି ଆକ୍ଚୁଆଲି ବହୁତ ଟାଇମ ବର୍ବାଦ ହେଲା ସେଥିରେ ରିହର୍ସାଲ ଏସବୁ ଜିନିଷ ଗୁଡ଼ାକରେ ଏତେ ଗୋଟେ ଟାଇମ ବର୍ବାଦ ହେଲା ମୋର ହେଇଯାଇଥିଲା। ତାପରେ ମୁଁ ଆକ୍ଚୁଆଲି କଲେଜ ଲେକ୍ଚରର ଥିଲି ଏକା 2-3 କଲେଜରେ ପଢ଼ଉଥିଲି ତା ସାଙ୍ଗରେ ରିସର୍ଚ୍ଚ କାମ ଷ୍ଟାର୍ଟ କଲି। ରିସର୍ଚ୍ଚ କଲା ପରେ ଏନ୍ଆଇଟି ରାଉରକେଲାରୁ ଏମଏସସି କରିଥିଲି ଲେକ୍ଚର ବି ଥିଲି ତା ସାଙ୍ଗେ ପିଏଚଡି ମଧ୍ୟ କଲି। ତେବେ ସାର୍ ଶିକ୍ଷାର ମାନ କଣ ଶିକ୍ଷକଙ୍କ ହାତରେ ବୃଦ୍ଧି ହୁଏ ନା ଛାତ୍ରଙ୍କ ସହଯୋଗ ଦରକାର? ନିଶ୍ଚୟ ଛାତ୍ରଙ୍କ ସହଯୋଗ ଦରକାର କାରଣ ଗୋଟେ ବୟାନ ଗୋଟେ ଶିକ୍ଷକ ହେଲା ଆଉ ଗୋଟେ ନିହାତି ଛାତ୍ର ତ ଆଜ୍ଞା। ଛାତ୍ର ବିନା ଶିକ୍ଷକର କିଛି ପରିଚୟ ନାହିଁ ଆଉ ଶିକ୍ଷକ ବିନା ଛାତ୍ର ମଧ୍ୟ ପରିଚୟ ନାହିଁ। ଦି ଜଣ ଯାକ ପରିପୂରକ ଦି ଜଣଙ୍କର ସହଯୋଗ ନହେଲେ ଶିକ୍ଷା ଆଗକୁ ବଢି ପାରିବ ନାହିଁ। ଦି ଜଣଙ୍କ ନିହାତି ଦରକାର ସହଯୋଗ।
ଧନ୍ୟବାଦ ସାର୍। ତେବେ ସାର୍ ଅତୀତର ଶିକ୍ଷକତା ଆଉ ବର୍ତ୍ତମାନ ଶିକ୍ଷକତା ଭିତରେ ପାର୍ଥକ୍ୟ କଣ ରହିଛି? ସରି। ସାର୍ ଅତୀତର ଶିକ୍ଷକତା ଏବଂ ବର୍ତ୍ତମାନର ଶିକ୍ଷକତା ମଧ୍ୟରେ କଣ ପାର୍ଥକ୍ୟ ରହିଛି? ଆକ୍ଚୁଆଲି କହିବାକୁ ଗଲେ ପୂର୍ବରୁ ଆମର ଟେକ୍ନୋଲୋଜି ଏତେଟା ନଥିଲା, ଆମେ ବ୍ଲାକବୋର୍ଡ ୱାର୍କ କରୁଥିଲୁ। ଛାତ୍ରମାନେ ମଧ୍ୟ ବହୁତ ଭଲ ଥିଲେ। ଆଜି ପର୍ଯ୍ୟନ୍ତ ମୋର ଛାତ୍ରମାନେ ଏପର୍ଯ୍ୟନ୍ତ ମନେ ଅଛି। ମାନେ ଏବେ ମୋ ଫେସବୁକ୍ ଲିଷ୍ଟ ଏବେକା ପିଲା ବି ଅଛନ୍ତି। ତେଣୁ ସେ ଖାଲି ଆମେ ଟେକ୍ନୋଲୋଜି ସୁବିଧା ହଉଛି। Okay, sir। ତେବେ ସାର୍ ଧୀରେ ଧୀରେ ଯୁବପିଢିଙ୍କ ମଧ୍ୟରେ ଶିକ୍ଷକଙ୍କ ନିମନ୍ତେ ସମ୍ମାନ କମୁଛି କି? ହ୍ୟାଲୋ ସାର୍। ସାର୍ ଶୁଭୁଛି ତ କ୍ଲିୟର ମୋ କଥା? ହଁ ଶୁଭୁଛି ଏବେ। କଟିଯାଇଥିଲା। ଆଜ୍ଞା। ତେବେ ସାର୍ ଧୀରେ ଧୀରେ ଯୁବପିଢିଙ୍କ ମଧ୍ୟରେ ଶିକ୍ଷକଙ୍କ ନିମନ୍ତେ ସମ୍ମାନ କମୁଛି କି? ନା ସେଇଟା ତ ମୁଁ ତ ଫିଲ୍ କରୁନି କେବେ, ବରଂ ବଢି ଚାଲିଛି। ଟିଚର ଜଣେ ଭଲ ହେଲେ କାହିଁକି କମିବ ଛାତ୍ର ଆଜ୍ଞା। ମାନଙ୍କର ଏ, ସମ୍ମାନ ରହିଛି। ଏବେ ବି ତ ପିଲାମାନେ ଆସୁଛନ୍ତି। ମୁଁ ଏଇ ଅଳ୍ପ କିଛି ଦିନ ତଳେ ଆମ ଘରେ ଗୋଟେ ଗେଟ୍ ଟୁଗେଦର କରିଥିଲି ମୋର ପୁରୁଣା ପିଲାମାନଙ୍କର ବହୁତ ଆସିଥିଲେ। ମୋ ସମ୍ମାନ କମୁଛି କାହିଁ ମୁଁ ନିଜେ ଭଲ ଭାବେ। ଆଜ୍ଞା ସାର୍। ତେବେ ସାର୍ ଶିକ୍ଷକତାର କର୍ତ୍ତବ୍ୟ ସହ ସାହିତ୍ୟ ଯାତ୍ରାର ଫେଣ୍ଟାଫେଣ୍ଟି ଅନୁଭୂତି କିପରି ଥିଲା ଆପଣଙ୍କର? ଆଜ୍ଞା। ସାର୍ ଆପଣ ଶିକ୍ଷକତା ସହିତ ସାହିତ୍ୟର ମାନେ ଯୋଉ ଯାତ୍ରା ଥିଲା ତାର ଅନୁଭୂତି କିପରି ଥିଲା ଟିକେ କୁହନ୍ତୁ? ମୁଁ ତ କହିଲି ପ୍ରଥମେ ମୁଁ ଆକ୍ଚୁଆଲି ଶିକ୍ଷକତା ଯେତେବେଳେ ଆରମ୍ଭ କଲି ସେତେବେଳେ କିଛି ଲେଖା ଲେଖି କରୁଥିଲି। ସ୍କୁଲ ପରେ ବି ଲେଖା ଲେଖି ଚାଲିଥାଏ। ସିନେମା ଟିକେ ବି କରିଥିଲି ଟେଲିଫିଲ୍ମ। ତାପରେ ପ୍ରକୃତରେ ମୁଁ ରିସର୍ଚ୍ଚକୁ ପଳେଇଲି। ରିସର୍ଚ୍ଚ ପରେ ମୁଁ ଆମେରିକା ବି ଯାଇଥିଲି ଇଣ୍ଟରନାଲ କନଫରେନ୍ସ ରେ ଯୋଗ ଦେବା ପାଇଁ ଷ୍ଟାନଫୋର୍ଡ ୟୁନିଭର୍ସିଟି ଆଉ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ଆଟ୍ ବର୍କଲି ସେମାନଙ୍କର କରାଯାଇଥିଲା ଗୋଟେ କନଫରେନ୍ସ, ସେଠିକି ବି ଯାଇଥିଲି। ତାପରେ ମୋର ସେଇ ରିସର୍ଚ୍ଚ କାମରେ ଚାଲିଲା। ତାପରେ ବହି ବି ଲେଖିଲି, ଦ ଷ୍ଟୋରି ଅଫ୍ ଇକୋନୋ ଫିଜିକ୍ସ, ଯୋଉଟା କି ଆମର ୟୁକେରେ କେମ୍ବ୍ରିଜ ସ୍କଲାର୍ସ ପବ୍ଲିସିଂ ୟୁକେ ପବ୍ଲିଶ କଲା। ଯୋଉ ବହି ବି ବଡ଼ ବଡ଼ ୟୁନିଭର୍ସିଟି ପୃଥିବୀର ଲାଇକ୍ ଅକ୍ସଫୋର୍ଡ ୟୁନିଭର୍ସିଟି, ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ବହି ଅଛି। ପୃଥିବୀ ସାରା ବହି ବି ମିଳୁଛି। ରିଟାୟାର୍ଡ ହେଲା ପରେ ପ୍ରକୃତରେ ମୁଁ ଭାବିଲି କଣ କରିବି। ମୋର ବଡ ଭାଇ ଥିଲେ, ଆଜ୍ଞା। ଅଛନ୍ତି ସେ, ତାଙ୍କ ବୟସ 70 ଉପରେ ହେଲାଣି। ସେ 8ଟି ବହି ଲେଖିଲେଣି ତାଙ୍କର ରିଟାୟାରମେଣ୍ଟ ପରେ। ତାପରେ ସୁକିନ୍ଦା ସାହିତ୍ୟ ସଂସଦ ଏଠି ଗୋଟେ ଅଛି, ସେଠି ବି ମତେ ଆଜ୍ଞା। କେତେବେଳେ କହିବା ପାଇଁ ଡାକନ୍ତି ତ କେତେବେଳେ ଶୁଣିବା ପାଇଁ ଡାକନ୍ତି, ମୁଁ ଯାଏ। ଆଉ ମୋର ମାମୁଁ ଜଣେ ଅଛନ୍ତି, ତାଙ୍କ ବୟସ 80 ଉପରେ ହେଲାଣି, ସିଏ ବି ଲେଖା ଲେଖି କରୁଛନ୍ତି, 2-3ଟି ବହି ଲେଖିଛନ୍ତି। ତ ଏଇମାନଠୁ ଆକ୍ଚୁଆଲି ମୋର ମୁଁ ଭାବିଲି ଇନ୍ସପାୟାର ଯେହେତୁ ହେଇଗଲେ ସେମାନଙ୍କଠୁ ସେମାନେ ଆପଣ ଲେଖି ଆଉ। ମୁଁ କାହିଁ ଲେଖିପାରିବିନି। ତ ସେଇଠୁ ମୁଁ ଆକ୍ଚୁଆଲି ଲେଖା ଲେଖି ଆରମ୍ଭ କଲି। ଆରମ୍ଭ କଲା ପରେ ମୋର ପ୍ରଥମ ବହି ଓଡ଼ିଆରେ ଚଗଲା ଆଉ ଚଗଲି ଏଇ 6 ମାସ ହେଲା ବାହାରିଛି, ଯୋଉଟା କି ଆମାଜନରେ ଅଲମୋଷ୍ଟ ବେଷ୍ଟ ସେଲର ହିସାବରେ 300 ଯାଏଁ ପଳେଇ ଆସିଥିଲା। ତାର ଆଜ୍ଞା ଗୋଟେ ଷ୍ଟୋରି ଅଛି ଯେ ଯିଏ ଆମର ଥିଲେ ପବ୍ଲିସର, ସିଏ ମତେ କହିଲେ ମତେ ଆପଣ 20ଟି ବହି ଦିଅନ୍ତୁ, ମୁଁ ଆମାଜନରେ ବିକିବି। ମୁଁ କହିଲି ଆପଣ 30ଟି ରଖନ୍ତୁ। ସେ ମନା କଲେ, କହିଲେ ନା ବଡ ବଡ ଲୋକଙ୍କର ବି 20ଟା ବିକ୍ରି ହଉନି ଆମାଜନରେ, ଆପଣ କଣ ମୁଁ କାହିଁକି ତାକୁ ନେଇ ଗହଳି କରିବି। କିନ୍ତୁ ଦେଖିଲା ଆଜ୍ଞା। ବେଳକୁ ସେ ଏତେ ଡିମାଣ୍ଡ ହେଲା ଯେ
ସାଙ୍ଗେ ସାଙ୍ଗେ around 80 ବୁକ୍ସ ବିକ୍ରି ହେଇଗଲା। ତେଣୁ ଲୋକମାନେ ବି ବଢିଆ ଫିଡବ୍ୟାକ୍ ଦେଇଛନ୍ତି, ଆମାଜନ ବି ଲେଖିଛନ୍ତି। ଆଉ ଯିଏ ବହିଟା ପାଇଲା ପ୍ରାୟ 2 ଘଣ୍ଟା ଭିତରେ ସବୁ 100 ମିନିଟ୍ 2 ଘଣ୍ଟା ଭିତରେ ସାରି ଦେଲେ, 100 ପେଜର ବହି ଥିଲା ତାକୁ ସାରି ଦିଅନ୍ତି। ସେଇଟା କୁକୁର ମାନଙ୍କ ଉପରେ ଲେଖା ଥିଲା। ମୁଁ ଟିକେ ଆନିମଲ ମାନଙ୍କୁ ବହୁତ ଭଲ ପାଏ। ମୋ ନିଜ ପୋଷା ଆଜ୍ଞା। କୁକୁର ଏବଂ ଠେକୁଆ ଉପରେ ସେଟା ଲେଖା ହେଇଥିଲା। ତେଣୁ ଲୋକମାନେ ତାକୁ ବହୁତ ଭଲ ପାଇଲେ ଏବଂ ବଢିଆ ରେସ୍ପନ୍ସ ଥିଲା। ଧନ୍ୟବାଦ ସାର୍। ତେବେ ସାର୍ ଛାତ୍ରଛାତ୍ରୀ ମାନଙ୍କ ସହ ସମୟ ବିତେଇବାକୁ ଭଲ ଲାଗେ ଆପଣଙ୍କୁ? ନିଶ୍ଚୟ ନିଶ୍ଚୟ। ଏବେ ବି କାହିଁକି ଏବେ ବି ଛାତ୍ର ଦିନ ଆମ କାହିଁକି ଘରକୁ ସାର୍? ଆସୁଛନ୍ତି, ଆମେ ଏଠି ଭୋଜି ବି କରୁଛୁ। ସାର୍ ପଚାରିବା ପାଇଁ ଚାହିଁବି କାହିଁକି ଭଲ ଲାଗେ ଛାତ୍ରଛାତ୍ରୀ ମାନଙ୍କ ସହିତ ସମୟ ବିତେଇବା ପାଇଁ? ପ୍ରକୃତରେ କଲେଜ ମାନେ କଣ, ଆମର ପିଲାମାନଙ୍କ ସାଙ୍ଗରେ ବେଶୀ ଘନିଷ୍ଠତା ରହିବା ଦରକାର। ହେଲେ ସେମାନେ ଆମକୁ ବୁଝିପାରିବେ, ଆମେ ତାଙ୍କୁ ବୁଝିପାରିବୁ। ସେମାନେ ବା ପିଲାମାନଙ୍କ କ୍ଲାସ ଯଦି ନ ନେଇକି ଆମେ ତାଙ୍କୁ ଯାହା ପଳା ଘରକୁ ଯାଅ, ଆଜି କ୍ଲାସ ହେବନି, ଏମିତି ହେଲେ ଅଟୋମେଟିକାଲି ସେମାନଙ୍କର ଆମ ପ୍ରତି ସମ୍ମାନଟା ବି ଛାଡ଼ିଯିବ ଏବଂ ସେମାନେ ଭଲ ପାଇବେନି। ପ୍ରକୃତରେ ପ୍ରିନ୍ସିପାଲ ଥିଲାବେଳେ ମୋର ପିଲାମାନଙ୍କର ସମସ୍ୟାଟା ଆଗ। ପ୍ରଥମେ ଯାଇକି ମୁଁ ଗାଡିରୁ ଓହ୍ଲେଇଲା ପରେ ପ୍ରଥମେ ଯାଇକି ଗୋଟେ ରାଉଣ୍ଡ ମାରେ କ୍ଲାସ ହଉଛି ନା ନାହିଁ। ତାପରେ ଆଜ୍ଞା। ପିଲାମାନଙ୍କର ଯାହା କିଛି ଅସୁବିଧା ଥାଏ ସେ କଥା ଆଗ ବୁଝେ, ତାପରେ କଲେଜ କାମ କରେ। ଇଭେନ ମୋ ସମୟରେ ଯୋଉ ଡାଇରେକ୍ଟର ଥିଲେ, ସିଏ ଥରେ ଆସିଲେ, ତା ଆଗରୁ ଥରେ ଆସିଥିଲେ ମୁଁ ନଥିଲା ବେଳେ। ସେଠି କେତେ ଅଧ୍ୟାପକଙ୍କ ନାଁରେ ସବୁ ଲେଖିକି, କିନ୍ତୁ ମୁଁ ଯେତେବେଳେ ଥିଲି ସିଏ ଆଉ ସରକାରଙ୍କ ପାଖରେ ଖବର ଅଛି ଯେ କଲେଜ ଠିକ ଚାଲିଛି, ତେଣୁ ମୁଁ କୁଆଡେ ଯିବିନି। ଶେଷରେ ମୁଁ ତାଙ୍କୁ ଗାର୍ଡେନକୁ ଦେଖିଲି, ମୁଁ କହିଲି ଗାର୍ଡେନ କରିଛି ଆପଣ ଦେଖିବା। ସେ ଆସିଥିଲେ। ତେଣୁ ପିଲାମାନେ ହଉଛନ୍ତି ଆସେଟ କଲେଜର, ତାଙ୍କର କଥା ପ୍ରଥମେ ବୁଝିବା କଥା। ଆଜ୍ଞା ସାର୍। ତେବେ ସାର୍ ଛାତ୍ର ଶିକ୍ଷକ ମଧ୍ୟରେ କେମିତି ସମ୍ପର୍କ ରହିବା ଦରକାର, ଆଜିର ଯୁବପିଢିଙ୍କୁ ସେ ଦିଗରେ ବାର୍ତ୍ତା ଦିଅନ୍ତୁ। ପ୍ରଥମେ ଶିକ୍ଷକ ମାନେ ସମୟାନୁବର୍ତ୍ତୀ ହେବା କଥା, ଠିକ ସମୟରେ କଲେଜରେ ପହଞ୍ଚିବା କଥା, ଠିକ ସମୟରେ କ୍ଲାସ ନେବା କଥା। ପିଲାମାନଙ୍କୁ ଠକିବାନି। ଯାହା ପିଲାମାନେ ବୁଝି ପାରୁନାହାନ୍ତି, ଯଦି ଆମେ କହି ନ ପାରିଲୁ ବରଂ ତାଙ୍କୁ କହିବା ଆମେ ନେକ୍ସଟ କ୍ଲାସରେ ବୁଝେଇଦେବି, ଏଟା ମୁଁ ଏବେ ମୁଁ କହିପାରୁନି। ମୁଁ ପିଲାଙ୍କୁ ଠକିବାନି ଯେ ଏମିତି ଗୋଟେ କଥା କହୁଛି। ମୋର ଯେ ଗାଇଡ ଥିଲେ ପ୍ରଫେସର ଟି ମିଶ୍ର ଏନ୍ଆଇଟି ରାଉରକେଲାରେ, ଆମେ ଥରେ 5-6 ଜଣ ବସିଥିଲୁ, ଆମେ ତାଙ୍କ ସ୍କଲାର୍ସ, ଆମେ ସବୁ ଚାକିରି କରିଥାଉ, ଆକ୍ଚୁଆଲି ଲେକ୍ଚର ଥାଉ। ଆଜ୍ଞା। ସେ କହିଲେ ସୋ ୟୁ ହାଭ୍ ଅଲ୍ ବିକମ୍ ଲେକ୍ଚରର୍ସ। ଆମେ କହିଲେ ୟେସ୍ ସାର୍। ଟିଚିଂ ପ୍ରପରଲି? ଆମେ କହିଲେ ୟେସ୍ ସାର୍। ତାପରେ ସେ ବହୁତ ଜୋରରେ ହସିଲେ, ହଁ ହଁ, ବହୁତ ଜୋରରେ ହସିଲେ। ଆମେ ବୁଝିପାରିଲୁ ସାର୍ ହସିଲେ କାହିଁକି। ସେଠୁ ସେ କହିଲେ ଯେ which is difficult for the teacher, that is easier for the students। ଆମେ କିଛି ବୁଝିପାରିଲୁନି, ଟିଚର ପାଇଁ ଡିଫିକଲ୍ଟ ସେଇଟା କେମିତି ପିଲାମାନଙ୍କ ପାଇଁ ଇଜିଅର ହବ। ସେଠୁ କହିଲେ ଆରେ ଜାଣିନ, ତମକୁ ନ ଆସିବ ପିଲାଟା କୋଶ୍ଚିନ୍ ପଚାରିଲେ ତମେ ନ ଆସିବ, ସାର୍ ମାନେ କଣ କହନ୍ତି, ଯାହା ଏଇଟା ବହୁତ ଇଜି ଅଛି, ଏଟା କଣ ଗୋଟେ କୋଶ୍ଚିନ୍ ପଚାରୁଛୁ, କିନ୍ତୁ ନିଜକୁ ଆସୁନଥିବ, ଯାହା ସେଟା ପରୀକ୍ଷାରେ ଏମିତି ଟିଚର ମାନେ କୁହନ୍ତି। ବିଚାର ଯେହେତୁ ଜାଣିନାହାନ୍ତି ଏଇଆ କୁହନ୍ତି। ତେଣୁ ସେଇଠୁ ଆମେ ଜାଣିଥିଲୁ ଯେ ପିଲାଙ୍କୁ ଠକିବା କଥା ନୁହେଁ। ଆସୁନି ତ ଠିକ ଅଛି, ନେକ୍ସଟ କ୍ଲାସରେ ଆମେ ପିଲାଙ୍କୁ ବତେଇଦବା, ହେଲେ ପିଲାମାନଙ୍କର ସମ୍ମାନ ବଢିବ, ସେ ବୁଝିଯିବ। କିମ୍ବା ତାକୁ ଅନ୍ୟ ସମୟ ଡାକିକି ରୁମକୁ ବୁଝା ଯାଇପାରେ। ଯଦି ଆମେ ପିଲାଙ୍କୁ ନ ଠକିବା, ପିଲାମାନେ କାହିଁକି ଆମକୁ ଅସମ୍ମାନ କରିବେ। ତେବେ ସାର୍ ଆଜିର ଯୁଗରେ କଣ ଶିକ୍ଷାକୁ ନେଇ ବ୍ୟବସାୟ ଆରମ୍ଭ ହୋଇଛି କି? ନିଶ୍ଚୟ ହେଇଛି। ପୁରା ବ୍ୟବସାୟ ହେଇଛି। ଆପଣ ଦେଖନ୍ତୁ ସବୁ ଜାଗାରେ ଯୋଉ କୋଚିଂ ସେଣ୍ଟର, ମୁଁ କେବେ କୋଚିଂ ସେଣ୍ଟର ପରେ ନୁହେଁ, ଆଜି ପର୍ଯ୍ୟନ୍ତ ମୋ ପିଲାମାନଙ୍କୁ ମୁଁ କେବେ କୋଚିଂ ଦେଇନି। ମୋ ପିଲାମାନଙ୍କୁ ଥରେ ସାଂସ୍କ୍ରିଟ ପଢିବା ପାଇଁ ମୋ ଝିଅକୁ ପଠେଇଲି। ବର୍ତ୍ତମାନ ତାକୁ କହିଲି ତୁ ଯାହା ଏଇ ପାଖରେ ଆସୁଛନ୍ତି ସାର୍ ପଢିବି। ସେ କ୍ଲାସରେ ଫାଷ୍ଟ ହୁଏ। ଆଜ୍ଞା। ସିଏ ମତେ ଓଲଟା କହିଲା ତମର ମାର୍କ କେତେ ମାର୍କ ଦରକାର କୁହ। ମୁଁ ଟ୍ୟୁସନ ଯିବିନି, ତମର କେତେ ମାର୍କ କୁହ। ଦେଖିଲା ସେ 100 ରଖିଲା ଏବଂ ସିବିଏସ୍ଇ ରେ କ୍ଲାସ 10ରେ 7th ପୋଜିସନ ରଖିଥିଲା ଅଲ ଇଣ୍ଡିଆରେ। ଏବେ ତ ସେ ଆଇଆଇଟି ପାଇଥିଲା, ଆଇଜର ପୁନେରେ ପଢୁଥିଲା, ତାର ଏବେ ଅଛି ନେଦରଲ୍ୟାଣ୍ଡସ ବୈଜ୍ଞାନିକ ଅଛି।
ତେଣୁ ଦି ଜଣ ପୁଅ ଏବଂ ଝିଅ କେହି ଦିନେ ବି ଟ୍ୟୁସନ ଯାଇନାହାନ୍ତି। ତେଣୁ ଟ୍ୟୁସନ ଆକ୍ଚୁଆଲି କଲେ କଣ, ମୁଁ ପିଲାଙ୍କୁ ବି କହେ ଯେ ୟୁ ଏକ୍ସରସାଇଜ ୟୁର ବ୍ରେନ୍। ତମେ ଯଦି ବ୍ରେନ୍ ଏକ୍ସରସାଇଜ ନ କରିବ କଣ ହବ? ତମେ ତ ଦିନ ସାରା ସ୍କୁଲ ଗଲ, ତାପରେ ପୁଣି ଆସିକି ସନ୍ଧ୍ୟାବେଳେ ଟ୍ୟୁସନ ଗଲ, ଆଉ ତମେ ନିଜ ବ୍ରେନ୍ କେତେବେଳେ ଏକ୍ସରସାଇଜ କରିବ? ନିଜ ବ୍ରେନ୍ ଯଦି ଏକ୍ସରସାଇଜ ନ କରିବ ତାହେଲେ କିଛି ତମେ ଜାଣିପାରିବନି। ତେଣୁ ପିଲାଙ୍କର ଟାଇମ ଆକ୍ଚୁଆଲି ମିଳୁନି। ଆଜିକାଲି ପିଲାମାନେ ସକାଳୁ ସନ୍ଧ୍ୟା ଯାଏଁ ପୁରା ଖାଲି ଶୁଣୁଛନ୍ତି, ନିଜର ସେଇଟା ତ ବ୍ରେନ୍ କିଛି ଠିକ କଥା ଏକ୍ସରସାଇଜ ସାର୍। କରୁନାହାନ୍ତି। ସାରଙ୍କୁ ପୁରା ସକାଳୁ ସନ୍ଧ୍ୟା ଯାଏ ଟିଉସନ ରେ ପକେଇ ଦଉଛନ୍ତି। ଆଜ୍ଞା। ଯାହା କଣ ଫଳରେ କରିବା। ପିଲାମାନେ ଆକ୍ଚୁଆଲି ନିଜେ କିଛି କରିପାରୁନାହାନ୍ତି। ଇନୋଭେସନ କିଛି ଆଜ୍ଞା। ନାହିଁ, ସାଇଣ୍ଟିଷ୍ଟ ହେବା ପାଇଁ ତାଙ୍କ ମନ ନାହିଁ। ତେବେ ସାର୍ ଶିକ୍ଷା ବ୍ୟବସ୍ଥାରେ ଆହୁରି କେମିତି ପରିବର୍ତ୍ତନ ଆସିଲେ ତା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ? ଶିକ୍ଷା ଉପରେ ପିଲାମାନଙ୍କୁ ବେଶୀ ଟାଇମ ଦବା କଥା, ନିଜେ କେମିତି ଭାବିବେ ସେମାନେ। ସେମାନେ ନିଜର ବ୍ରେନ୍ କେମିତି ଏକ୍ସରସାଇଜ କରିବେ। ତାଙ୍କୁ ଆକ୍ଚୁଆଲି କଲେଜ ମାନଙ୍କରେ ଆମେ ଶିକ୍ଷକ ମାନେ ସେମାନଙ୍କୁ ଡିଟେଲ ପଢେଇବା କିଛି ଜରୁରୀ ନାହିଁ। ତାଙ୍କୁ ଖାଲି ବାଟ ଦେଖେଇ ଦେବା କଥା। ସେମାନେ ନିଜେ ନିଜେ ପଢିକି ଯାହା ନ ଆସିଲା ସେମାନେ ପଚାରିବେ। ଏମିତି ମୋ ଝିଅ ବି ସେ କଥା କହେ, ଯେତେବେଳେ ସେ ମତେ ପଚାରେ କିଛି କୋଶ୍ଚିନ୍, ମୁଁ ତାକୁ ଟ୍ୟୁସନ କଲା ଭଳିଆ ପଢାଏ। ସେ ମତେ ସିଧା କହିବ ମତେ ଟ୍ୟୁସନ କରନି, ମୁଁ ଯାହା ପଚାରୁଛି ସେତିକି କୁହ। ତ ଅଛି ବେଶୀ ଇମ୍ପୋର୍ଟାଣ୍ଟ ଆକ୍ଚୁଆଲି। ଗୋଟେ ପିଲା ତାର ନିଜ ବ୍ରେନ୍ ସେ ଏକ୍ସରସାଇଜ କରୁ, ନିଜେ ଜାଣିବାକୁ ଚେଷ୍ଟା କରୁ, ହେଲେ ତାର ନିଜେ ଜାଣିବାର ଉତ୍ସୁକତା ରହିଲେ ସେ ଆମେ ଆକ୍ଚୁଆଲି ସେ ଗୋଟେ ବୈଜ୍ଞାନିକ ହେଇପାରିବ, କିଛି ବାହାର କରିବା ପାଇଁ ଚିନ୍ତା କରିବ। ସମସ୍ତଙ୍କୁ ଡିଟେଲ ପଢିବା କିଛି ଆବଶ୍ୟକତା ହିଁ ନାହିଁ। ଯେମିତି ଏନସିଆରଟି ବହି ଗୁଡ଼ିକ ଅଛି, ବହୁତ ସୁନ୍ଦର ବହି। ଆଜ୍ଞା। ଜଣେ ଗୋଟେ ପେଜ ପଢିବ ମାନେ ତାକୁ ସେ ଚିନ୍ତା କରିବ, ପିଲାଟା ଚିନ୍ତା କରିବ କଣ ଅଛି। ତା ସାଙ୍ଗରେ ନୋଟବୁକ୍ ସବୁ ଅଲଗା ବହି ସବୁ ଯୋଉ ଅଛି, ଜଷ୍ଟ ଲାଇକ୍ ନୋଟବୁକ୍ସ, ତାକୁ ପଢିଲେ କିଛି ଲାଭ ନାହିଁ, ଖାଲି ବସିକି ପରୀକ୍ଷା ଦେବା କଥା। ନିଜ ବ୍ରେନ୍ କିଛି ଏକ୍ସରସାଇଜ ହବ। ତେଣୁ ଆମେ ପିଲାଙ୍କୁ ଟିକେ ସମୟ ଦେବା କଥା, ଯେହେତୁ ବେଶୀ ସମୟ ଦେବା କଥା ନିଜେ ପଢିବା ପାଇଁ, ନିଜ ବ୍ରେନ୍। ଆଉ ସବୁବେଳେ ଆମେ ଆକ୍ଚୁଆଲି ଗୋଟେ ମନ ଲଗେଇ ଯାଉଛି, ମାଷ୍ଟର କହୁଛି ପିଲା ଶୁଣୁଛି, ଡାଇଲଗ ହେଇପାରୁନି। ପିଲା ଯେତେବେଳେ ମୁଁ ସେଟା ସବୁ ଜାଗାରେ ପ୍ରାୟ ଏଇ ଭାଷଣ ଟେ ଦିଏ ଯେ ପିଲାମାନଙ୍କୁ ଆଜିକାଲି ଯୋଉ ଛୋଟ ଛୋଟ ମାନେ ଯୋଉ ଖେଳଣା ଅଛି ଛୁଆ ଦିନେ, ପିଲାମାନେ ତାକୁ ଭାଙ୍ଗି ଦିଅନ୍ତି। ଭାଙ୍ଗିଦେବାର କାରଣ ହେଲା ଯେ ସେମାନେ ଜାଣିବାକୁ ଚାହାନ୍ତି ତା କଣ ଅଛି, କାହିଁ ଗାଡିଟା ଚାଲୁଛି, ତାକୁ ଖୋଲିକି ସେମାନେ ଦେଖିବାକୁ ଚାହାନ୍ତି। କିନ୍ତୁ ଆମ ଆଜ୍ଞା। ମା ମାନେ କଣ କରନ୍ତି, ଘରେ ଭାଙ୍ଗିଦେଲା, ଠିକ ଅଛି ଆଉ ଗୋଟେ ବାଡେଇ କିଣିକି ଦିଅନ୍ତି ଭାଙ୍ଗିଦେଲା। ଦିପାହାର। ଦି ଥର ଭାଙ୍ଗିଦେଲା ପରେ ଆଉ ତାକୁ ଦେବେନି, ବଢିଆ କପବୋର୍ଡ ଗୋଟେ ବନେଇବେ, ସେଥିରେ ସୁନ୍ଦର করে ସଜେଇକି ରଖିବେ ସବୁ ଖେଳଣା। ମାନେ ଆମେ ବଡ ବଡ ଖେଳଣା ଆଣୁଛୁ, ବଢିଆ ସୁନ୍ଦର ଖେଳଣା ଆଣୁଛୁ, କିନ୍ତୁ ପିଲାକୁ ଖେଳିବାକୁ ଦେବେନି। ସେଇଠି ଆକ୍ଚୁଆଲି ଆମର ଗୋଟେ ଏକ୍ସପେରିମେଣ୍ଟାଲ ସାଇଣ୍ଟିଷ୍ଟ ତା ମନରୁ ମରିଯାଏ। ତାପରେ ସେ ଭାବିକି ଜନ୍ମ ହବା ଆଗରୁ ଆକ୍ଚୁଆଲି କୋଉ ସାର ପାଖକୁ ଛାଡିବେ ଟ୍ୟୁସନ, କୋଉ ସାର ଭଲ ସାର। ଭଲ ସାର କିଏ ନା ଯିଏ ହୋମୱାର୍କ କରିଦବ ସେ ବଢିଆ ସାର। କାରଣ ଆଜ୍ଞା। ହୋମୱାର୍କ ପଚାରିଲେ ପ୍ୟାରେଣ୍ଟସ୍ ଆସେନି, ରାଗନ୍ତି। ତେଣୁ ଯିଏ ହୋମୱାର୍କ କରିଦବ ତା ପାଖକୁ ଛାଡିଦେବେ। ସିଏ ତ ହୋମୱାର୍କ କରିଦବ, ପିଲା କରିବ କଣ? ଯଦି କିଛି ଗୋଟେ ଅଲଗା ସେମିତି ପଚାରିଲା, ସାର୍ କହିବେ ଏଟା ପରୀକ୍ଷାରେ ଆସିବନି ତ ଛାଡ, ଯେତିକି ପରୀକ୍ଷାରେ ଆସିବ ସେତିକି ତୁ ପାଠ ପଢ, ମାର୍କ ରଖ। ତ ଆମର ଆଜିକାଲି ଗୋଟେ ଖାଲି କମ୍ପିଟିସନ ଅଛି କେମିତି ମାର୍କ ରଖିବା। ଆଉ ସେଇଠି ସାର୍ ମାନେ କଣ କରନ୍ତି, ତାକୁ ଯୋଉ ଥିଓରିଟିକାଲ ସାଇଣ୍ଟିଷ୍ଟ ଥାଏ ତାକୁ ବି ମାରି ଦିଅନ୍ତି। ତ ପିଲାଟା ଭିତରେ ରହିଲା କଣ, ତା ଭିତରେ ଥିବା ସାଇଣ୍ଟିଷ୍ଟ ମରିଗଲା। ତେଣୁ ତାର ଇନୋଭେସନ ନାହିଁ। ତେଣୁ ଯାହା ଯୋଉ ଅଫିସରେ ଯିବ, ସେ ଅଫିସର ବସ୍ ଯାହା କହିବ ସେଇ କାମ ସେ କରିବ, ଜଷ୍ଟ ଲାଇକ୍ ଏ କ୍ଲର୍କ। ତେଣୁ ଆମେ ଆଗକୁ ବଢି ପାରିବାନି, ବିଜ୍ଞାନ ଡେଭଲପ କରିକି ପାରିବା। ଆଜ୍ଞା ସାର୍। ତେବେ ସାର୍ ଆପଣ ଲେଖିଥିବା ବହି ଚଗଲା ଓ ଚଗେଲର ଯାତ୍ରା କେମିତି ଥିଲା? ଆକ୍ଚୁଆଲି ବହୁତ ଦୁଃଖଦ ଥିଲା। ପ୍ରକୃତରେ ମୋର ରକ୍ସି ଆଉ ସ୍ୟାଡୋ। ରକ୍ସି କି ସବୁବେଳେ ଦେହ ଖରାପ ହେଲା, ତାକୁ ବହୁତ ଥର ହସ୍ପିଟାଲକୁ ନେଇ ଗଲି, ସାଲାଇନ୍ ଫାଲାଇନ୍ ଦିଆ ହୁଏ, ସେ ଆଉ ବଞ୍ଚିଲା ନାହିଁ। ସିଏ ଏକ୍ସପାୟର୍ଡ କରିଗଲା ପରେ ଯୋଉଟା ମେଲ୍ ପୁତ୍ର ଥିଲା, ସିଏ ଆକ୍ଚୁଆଲି ଡିପ୍ରେସନକୁ ପଳେଇଲା। ଏମିତି ବର୍ଷେ ଦେଢ ବର୍ଷ ଡିପ୍ରେସନ ଗଲା ପରେ ମତେ ଲାଗିଲା ଯେ ମୁଁ ଏମାନଙ୍କ ଉପରେ କିଛି ଲେଖିବି। ସେଠୁ ବହି ଲେଖିବା ଆରମ୍ଭ କଲି। ବେସିକାଲି ସ୍ୟାଡୋର ଦୁଃଖ ଉପରେ ବହିଟା ଲେଖା ହେଇଥିଲା। ସେ କେମିତି ଦୁଃଖ କରୁଛି ରକ୍ସି ନାହିଁ ବୋଲି, ଏବଂ ତାଙ୍କ ଆରମ୍ଭରୁ ଛୋଟ ଦିନରୁ ବଡ ହେବା ପର୍ଯ୍ୟନ୍ତ ସବୁ ଘଟଣାବଳୀ ନେଇକି ବହିଟା ଲେଖା ହେଇଥିଲା। ତ ସେଇଟା ମୋର ଥିଲା ଯେ ବହିଟା ଯୋଉ ଦିନ ବାହାରିବ ସେଦିନ ସ୍ୟାଡୋକୁ ବି ନେଇକି ଯିବି ଉନ୍ମୋଚନ ଦିନ, ସେଦିନ ଦେଖିବ। ଅନଫର୍ଚୁନେଟଲି ବହି ବାହାରିବାର ଠିକ 15 ଦିନ ଆଗରୁ ସ୍ୟାଡୋ ବି ଚାଲିଗଲା।
ସେଇଟା ଥିଲା ଲାଷ୍ଟ ଚାପ୍ଟର। ଆକ୍ଚୁଆଲି ତାପରେ ଲେଖିବା ନଥିଲା, କିନ୍ତୁ ଲେଖିବା ପଡ଼ିଲା ଶେଷ ଚାପ୍ଟରରେ। ତ ସେଇଟା ପ୍ରକୃତରେ ମତେ ବହୁତ କଷ୍ଟ ଦେଇଥିଲା। ଯୋଉଥିପାଇଁ ସେ ବହିଟି ସମସ୍ତଙ୍କୁ ଭଲ ଲାଗିଥିଲା। ଆଜ୍ଞା ଆମାଜନ ତ ଏମିତି ବିକ୍ରି ହେଲା, ମାନେ ବିଶ୍ୱାସ କରିପାରିବେନି। ସେ ମତେ ତ ନିଜେ ପବ୍ଲିସର କହିଲେ ଯେ ବଡ ବଡ ଲୋକଙ୍କର 20ଟି ବହି ବିକ୍ରି ହୁଏନି, କିନ୍ତୁ ଆପଣଙ୍କର 80ଟା ବହି ବିକ୍ରି ହେଇଗଲାଣି ସାଙ୍ଗେ ସାଙ୍ଗେ। ମାନମୀ ରଥ ମ୍ୟାଡାମ ବି ବଢିଆ ତାପରେ ଲେଖିଥିଲେ ରିଭ୍ୟୁ। ସିଏ ମୌସୁମୀ ଦାସ ବି ଲେଖିଥିଲେ। ମୋର ଗୋଟେ ଷ୍ଟୁଡେଣ୍ଟ ବି ଅଛି, ପିଏନଏସ୍ କଲେଜ କେନ୍ଦ୍ରାପଡ଼ାରେ ପ୍ରିନ୍ସିପାଲ ଅଛି। ସେ ବଡ଼ ଲେଖକ ଜଣେ, ସେ ବି ତାପରେ ରିଭ୍ୟୁ ଲେଖିଥିଲା। ଏମିତି ବହୁତ ରିଭ୍ୟୁ ଆକ୍ଚୁଆଲି ଆପଣ ଆମାଜନ ଦେଖିବେ ଗୁଡ଼ାଏ ରିଭ୍ୟୁ ଅଛି। ଏବଂ ଅ, ଏବେ ବି ମାନେ ତାର ଯୋଉ ରିଭ୍ୟୁ ଅଛି ବହୁତ ଭଲ ରିଭ୍ୟୁ ଅଛି। ଆଜ୍ଞା ସାର୍। ତେବେ ସାର୍ ଭୌତିକ ବିଜ୍ଞାନର କେତେ ଗୁଡାଏ ବହି ଲେଖିଛନ୍ତି, ଦୁଇ ଯାକର ଅନୁଭୂତି କେମିତି ଥିଲା? ହଁ, ବିଜ୍ଞାନରେ ମୋର ଦ ଷ୍ଟୋରି ଅଫ୍ ଏକୋନୋମିକ୍ସ, ଯୋଉଟା ପୃଥ୍ୱୀ ସାରା ପ୍ରସିଦ୍ଧ ପ୍ରସିଦ୍ଧି ଲାଭ କରିଛି ଏବଂ ପୃଥ୍ୱୀର ବଡ଼ ବଡ଼ ୟୁନିଭର୍ସିଟିରେ ବହିଟି ମିଳୁଛି। ଇଭେନ୍ ବହିର କଷ୍ଟଟା ପ୍ରକୃତରେ 70 ପାଉଣ୍ଡ, ଆଉ US ଡଲାର 128 ପାଉଣ୍ଡ, କିନ୍ତୁ ଇଣ୍ଡିଆରେ ଆମାଜନ ତାକୁ କୋଟ କରିଥିଲା 32,700 ଟଙ୍କା। ସୋ କୌଣସି ଇଣ୍ଡିଭିଜୁଆଲ ଲୋକ କିଣିବା ସମ୍ଭବ ନୁହେଁ। ସୋ ବେସିକାଲି ୟୁନିଭର୍ସିଟି ମାନେ ତାକୁ କିଣୁଛନ୍ତି କିମ୍ବା ଇ ବୁକ୍ସ ନେଇ ଯାଉଛନ୍ତି। ଇ ବୁକ୍ସ ନେଲେ ସମସ୍ତେ ପଢିପାରିବେ। ସୋ ଅକ୍ସଫୋର୍ଡ ଷ୍ଟାନଫୋର୍ଡରେ ବେସିକାଲି ଏହାର ଇ ବୁକ୍ସ ଅଛି। ତା ଛଡା ମୋର ଆହୁରି କେତେ ଗୁଡା ଏଡିଟେଡ ବୁକ୍ସ ଚାପ୍ଟର ଅଛି, ଯୋଉଟା ସ୍ପିନଜର ନ୍ୟୁୟର୍କ ଆଉ ସୁଇଜରଲ୍ୟାଣ୍ଡ ଇଟାଲୀ ସେମାନେ ପବ୍ଲିଶ କରିଛନ୍ତି। ସେ ବହି ଗୁଡାକ ବହୁତ କଷ୍ଟଲି କଷ୍ଟଲି ବୁକ୍। ତାପରେ ଏବେ ଆଉ ଗୋଟିଏ ଏଡିଟେଡ ବୁକ୍ ଆମର ଅତୁଲ୍ୟ ନୋବେଲ ଓଡ଼ିଆରେ ବାହାରୁଛି। ସେଇଟା ଆଉ ଅଳ୍ପ କିଛି ଦିନ ପରେ 2023 ମସିହାର ବାହାରିବ, ଯୋଉଥିରେ କି ମୁଁ ଫିଜିକ୍ସ ପାର୍ଟଟା ଲେଖିଛି। ନୋବେଲ ପ୍ରାଇଜ ପାଇଛନ୍ତି, କୋଉଥିପାଇଁ ପାଇଛନ୍ତି ସେଇ ବିଷୟରେ ହିଁ ଲେଖା ହେଇଛି। ଯେତେ ଗୋଟେ ନୋବେଲ ପ୍ରାଇଜ ସବୁ ସ୍ପେସ୍ ଆରମ୍ଭ କରି ଫିଜିକ୍ସ, କେମିଷ୍ଟ୍ରି, ମେଡିସିନ ସବୁ ବିଷୟରେ ଲେଖା ହେଇଛି। ବହୁତ ଜଲ୍ଦି ବାହାରିବ। ଆଉ ଆଜ୍ଞା ଗୋଟିଏ ସାର୍। ବହି ବି ମୋର ଆଉ କିଛି ଦିନ ଭିତରେ ବାହାରିବ। ସେଇଟା ହଉଛି ଘର ପଡିଆ କଥା। ତ ଆଉ ଅଳ୍ପ କିଛି। ଆଜ୍ଞା ସାର୍। ତେବେ ସାର୍ ଆମ ପତ୍ରିକାକୁ ନେଇ ଛୋଟିଆ ବାର୍ତ୍ତାଟିଏ। ହଁ, ମୋ ପରିବାରର ଜଣେ ନୂଆ ମେମ୍ବର। ବହୁତ ଧନ୍ୟବାଦ ଦେବି ସୋନାଲି ମ୍ୟାଡାମକୁ, ଯେ ସେ ମୋର ଲେଖା, ପ୍ରକୃତରେ ଏଇଟା ମୋର ପ୍ରଥମ ଲେଖା କୌଣସି ସାହିତ୍ୟ ପତ୍ରିକାରେ ବାହାରିବା ପାଇଁ। ଏବଂ ଗୁରୁ ମତେ ବହୁତ ଆନନ୍ଦ ଦେଇଛି, ଆଉ ଏ ଦିନଟିକୁ ଭୁଲି ପାରିବେନି। ସୌଦାମିନୀ ଏବଂ ସୋନାଲି ମ୍ୟାଡାମ ବହୁତ ବହୁତ ଧନ୍ୟବାଦ। ମତେ ଆଉ ଗୋଟେ ଜିନିଷ ଭଲ ଲାଗିଲା ଯେ ଆପଣଙ୍କ ପତ୍ରିକାରେ ସୌଦାମିନୀ ତଳେ ଲେଖା ହେଇଛି ଓଡିଆ ହୃଦୟ। ଆଜ୍ଞା। ମତେ କାହିଁକି ଏ ଶବ୍ଦଟି ଅସ୍ମିତାରୁ ବହୁତ ଭଲ ଲାଗିଲା। ଓଡିଆ ଅସ୍ମିତାରୁ ଯଥେଷ୍ଟ ଭଲ ଲାଗିଲା ଏଇ ଓଡିଆ ହୃଦୟ। ଭାବୁଛି ବୋଧହୁଏ ସୋନାଲି ମ୍ୟାଡାମ ହୃଦୟରୁ ହିଁ ସୌଦାମିନୀ ଭଲ ପାଆନ୍ତି ଏବଂ ଆଜ୍ଞା। ସେଇ ହିସାବରେ ତାକୁ ଆଗକୁ ଆଗେଇ ନେଉଛନ୍ତି। ତ ସୌଦାମିନୀର ସମସ୍ତ ମେମ୍ବର ମାନଙ୍କୁ ମୁଁ ଅନୁରୋଧ କରିବି ଯେ ଆମେ ହୃଦୟ ଦେଇକି ସୌଦାମିନୀକୁ ଭଲ ପାଇବା ଏବଂ ଆମ ଲେଖା ଯେମିତି ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କର ହୃଦୟରେ ଯେମିତି ରହିଗଲା ଭଳିଆ ହେଇଯିବ, ଯେମିତି ରାଜ କରିବ। ଆମେ ସମସ୍ତେ ଚେଷ୍ଟା, ଏଇଟା ମୋର ବାର୍ତ୍ତା ଆପଣଙ୍କର ସୌଦାମିନୀ ପରିବାର, ଯେ ଆମେ ସୌଦାମିନୀ ହୃଦୟରୁ ଭଲ ପାଇବା ଏବଂ ଆମ ଲେଖା ଗୁଡିକ ଯେମିତି ସମସ୍ତଙ୍କୁ ଟଚ୍ କରିବ। ଧନ୍ୟବାଦ ସାର୍। ଆପଣଙ୍କ ବହୁମୂଲ୍ୟ ସମୟ ଆପଣ ଆମକୁ ଦେଇଥିବାରୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।